ଅମଳ ବେଳେ ଚାଷୀଙ୍କର ଫସଲ ନଷ୍ଟ କରିଦେଇଛନ୍ତି ହାତୀପଲ। ପାଟଣାଗଡ଼ ରେଞ୍ଜ ଟ୍ରିକାପଡ଼ା ସେକ୍ସନର ଗୁଦ୍ରାମୁଣ୍ଡା, ଆମ୍ବଦଧ, ନାଗଫେଣା, ବେଳଘାଟି ଗାଁ ଅଞ୍ଚଳରେ 12 ଟିକିଆ ହାତୀପଲ ଚାଷୀଙ୍କର ନିଦ ହଜାଇ ଦେଇଛନ୍ତି, ଯାହାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ଚାଷୀ। କାହାର ଗଦା ଧାନକୁ ଖାଇ ନଷ୍ଟ କରିଦେଇଛନ୍ତି ତ ଆଉ କାହାର କ୍ଷେତର ଅମଳ ଧାନକୁ ଦଳି ଚକଟି ଖାଇ ଦେଇଛନ୍ତି। ଏମିତିକି କପା, ପାତଳଘଣ୍ଟା ଚାଷ ମଧ୍ୟ ନଷ୍ଟ କରିଛନ୍ତି ହାତୀ। କିଛି ଦିନ ହେବ କିରିବାଞ୍ଜି ଜଙ୍ଗଲରେ 12 ଟିକିଆ ହାତୀପଲ ରହିଛନ୍ତି। ଦିନବେଳେ ଜଙ୍ଗଲ ଭିତରେ ଏବଂ ରାତ୍ରି ହେଲେ ଗାଁ ମୁହାଁ ହେଉଛନ୍ତି ହାତୀପଲ, ଯାହାକୁ ନେଇ ଭୟଭୀତ ଅଛନ୍ତି ଲୋକେ। ଜଙ୍ଗଲ ବିଭାଗ ମଧ୍ୟ ହାତୀର ଗତିବିଧି ଉପରେ ନଜର ରଖିପାରୁନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ। ଚାଷୀକୁ ଉପଯୁକ୍ତ କ୍ଷତି ପାଇଁ ଦାବି ହେଉଛି। ଆଜ୍ଞା ଆମର ଏଇଟା 5 ଏକର କରିଥିଲି ଧାନ ଚାଷ। 5 ଏକରରୁ ଏଇଟା ମଡ଼େ ଥିଲି 3 ଏକର ଯା 2 ଏକର ଏଇଟା ଖାଇ ଦେଇଛନ୍ ସବୁ। ଆଜ୍ଞା ଆଜ୍ଞା ରାତି